ସୁଭଦ୍ରା ପଞ୍ଚମ କିସ୍ତି ତାରିଖ ଘୋଷଣା। ଏମାନଙ୍କୁ ଏକାଥରେ ମିଳିବ 25,000 ଟଙ୍କା। ବଡ଼ ଖବର ଆସିଲା ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରେସ୍ ମିଟ୍। ଖାତାକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା। ଏନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆସନ୍ତୁ ଜାଣିବା ସୁଭଦ୍ରା ଯୋଜନାରେ ପଞ୍ଚମ କିସ୍ତି ଟଙ୍କା କେଉଁମାନଙ୍କୁ ମିଳିବ ଆଉ କେଉଁମାନେ ଏକାଥରକେ 25,000 ଟଙ୍କା ପାଇବାକୁ ଯାଉଛନ୍ତି। ଆସନ୍ତୁ ଆଜି ଆମେ ଜାଣିବା ସୁଭଦ୍ରାର ଏହି ନୂଆ ଅପଡେଟ୍ ବିଷୟରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ଆସନ୍ତା ଅଗଷ୍ଟ 28 ତାରିଖ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବିତରଣକୁ ସୂଚନା ରୂପେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ OCSCର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ସୂଚନା ଦିଆଯାଇଥିଲା ଯେ ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ 1,75,75,633ଟି ଆବେଦନ ପଞ୍ଜୀକୃତ ହୋଇଥିବା ବେଳେ ସେଥିମଧ୍ୟରୁ 2026-27 ଆର୍ଥିକ ବର୍ଷରେ 3,17,966ଟି ନୂତନ ଆବେଦନ ପ୍ରାପ୍ତ ହୋଇଛି। ଫିଲ୍ଡ ଭେରିଫିକେସନ୍ ସହ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ସମୀକ୍ଷା ହୋଇଛି। ପ୍ରେସ୍ ମିଟ୍ କରି ପ୍ରଭାତୀ କହିଛନ୍ତି, ଜୁଲାଇ 25 ସୁଦ୍ଧା ଫିଲ୍ଡ ଯାଞ୍ଚ ଶେଷ କରିବାକୁ ନିର୍ଦ୍ଦେଶ ରହିଛି। ନନ୍ ବାୟୋମେଟ୍ରିକ୍ EKYC 28,000 ହିତାଧିକାରୀ ଅଛନ୍ତି। ସୁଭଦ୍ରା ପୋର୍ଟାଲରେ ଯେଉଁମାନଙ୍କର ନନ୍ ବାୟୋମେଟ୍ରିକ୍ EKYC ଦେଖାଉଛି ଜୁଲାଇ ପୂର୍ବରୁ ସେମାନେ ଜନସେବା କେନ୍ଦ୍ରକୁ ଯାଇ କରାଇ ନିଅନ୍ତୁ। ସମସ୍ତ ଯାଞ୍ଚ ଓ ଯୋଗ୍ୟତା ନିର୍ଣ୍ଣୟ ପରେ 1,02,04,396 ଜଣ ସମ୍ଭାବ୍ୟ ହିତାଧିକାରୀଙ୍କୁ ପଞ୍ଚମ କିସ୍ତି ପ୍ରଦାନ ପାଇଁ ଚିହ୍ନଟ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଦ୍ୱାରା ଯାଞ୍ଚରେ ମୃତ୍ୟୁ ନିଶ୍ଚିତ ହୋଇଥିବା 5,277 ଜଣ ହିତାଧିକାରୀଙ୍କ ନାମ ବାଦ ଦିଆଯିବା ପରେ 1,01,99,119 ଜଣଙ୍କୁ ପଞ୍ଚମ କିସ୍ତି ପ୍ରଦାନ ପାଇଁ ଅନ୍ତିମ ସମ୍ଭାବ୍ୟ ହିତାଧିକାରୀ ଭାବେ ଚିହ୍ନଟ କରାଯାଇଛି। ବୈଠକରେ ଡିବିଟ୍ ସକ୍ରିୟକରଣ, EKYC, ଫିଲ୍ମ ଏନ୍କାଶ୍ରୀ, NPCI, ମ୍ୟାପି, ପେମେଣ୍ଟ ଫାଇଲ ପ୍ରସ୍ତୁତି ଓ ବ୍ୟାଙ୍କ ସମନ୍ୱୟ ଆଦି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ବର୍ତ୍ତମାନ 82,036ଟି ଡିବିଟ୍ ସକ୍ରିୟକରଣ, 28,612ଟି ବାୟୋମେଟ୍ରିକ୍ EKYC ଏବଂ 3,53,069ଟି ଫିଲ୍ଡ ଏନ୍କାଶ୍ରୀ ସମ୍ବନ୍ଧୀୟ ମାମଲା ଶୀଘ୍ର ସମ୍ପନ୍ନ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ସୁଭଦ୍ରା ଯୋଜନାର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଏପର୍ଯ୍ୟନ୍ତ 4ଟି କିସ୍ତିରେ 1,20,64,863 କୋଟି ଟଙ୍କା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଡିବିଟ୍ ମାଧ୍ୟମରେ 1 କୋଟିରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି। ସେହିପରି 3,57,953ଟି ଅଭିଯୋଗ ମଧ୍ୟରୁ 2,68,396ଟିର ସମାଧାନ କରାଯାଇଥିବା ବେଳେ 24,92,913ଟି ଆବେଦନ ଫିଲ୍ଡ ଏନ୍କାଶ୍ରୀ ପାଇଁ ପଠାଯାଇଥିଲା, ଯାହା ମଧ୍ୟରୁ 21,93,466ଟି ଯାଞ୍ଚ ସମ୍ପୂର୍ଣ୍ଣ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆହୁରି ମଧ୍ୟ କହିଛନ୍ତି, ଯିଏ ଯୋଗ୍ୟ ହିତାଧିକାରୀ ଆରମ୍ଭରୁ ଯଦି ପାଇନାହାନ୍ତି ସେମାନଙ୍କୁ ଏକକାଳୀନ ସବୁ କିସ୍ତି ମିଳିବ। ଶେଷ ହିତାଧିକାରୀଙ୍କୁ ଟଙ୍କା ମିଳିବା ପର୍ଯ୍ୟନ୍ତ ଏହି ପ୍ରୟାସ ଜାରି ରହିବ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ। ସୁଭଦ୍ରା ଯୋଜନାରେ କେଉଁମାନଙ୍କୁ ଏକକାଳୀନ 25,000 ଟଙ୍କା ମିଳିବାକୁ ଯାଉଛି ଆଉ କେଉଁମାନେ ଏଥିରେ ଯୋଗ୍ୟ ହେବେ ପଞ୍ଚମ କିସ୍ତି ଟଙ୍କା ପାଇବେ। ଯଦି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।